ग्रंथराज श्रीमद् भागवताम की जय। श्रीमद् भगवद गीता पाठ की जय। गौर ब्रह्मानंद त्वंगज्ञानतिमिरन्धश्यं ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनभीष्टार्थं स्थापितं येन भूतले स्वयं रूपं कदा मह्यं ददन्ति सुपदान्तिकम्। वन्देऽहं श्रीगुरू श्रीयुक्तपदकमलं श्रीगुरून् वैष्णवांश्च श्रीरूपं सग्रजातं सगणं रघुनाथान्तं तं सजीवम् सादयितं सवधुतं गुरुजनं सहितं कृष्ण चैतन्यदेवं श्रीराधाकृष्णपादाय सगनं ललिता श्रीविशाखान्वितं नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामी नित्यनामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी अस्यातदेशतारिणे हे कृष्ण करुणा सिंधु दीनबंधु जगत्पते गोपसेक गोपिकान्त श्रीराधाकान्त नमस्तुते नीलाञ्चलनिवासाय नित्याय परमात्मने बलभद्र सुभद्राभ्यां श्रीजगन्नाथाय ते नमः। आदिदेवं करुणानिधानम् कमलवर्णं सहितावतारम् अपार संसार समुद्र सेतु भजामहे भागवत स्वरूपम् भजामहे भागवत स्वरूपम्। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ग्रंथराज श्रीमद् भागवतम की श्रीमद् भगवद गीता पाठ के गौर परमानंद समस्त ठीक शुभुच ना असुविधा होची? नहीं नहीं प्रभु शुभुच ठीक है। कितना श्लोक पढ़ा हुआ? 15 नंबर। 14 ना? 15 आगे आगे 15 चल सकता। श्रीमद् भगवद गीता पंचम अध्याय श्लोक नंबर 15। नादवे कस्यचितं पापनं पापं न चैव चैव कुर्वन्ति विभो चैव स्वीकृतं विभो अज्ञानेन आवृतं ज्ञानतेन मुह्यन्ति जन्तवः। ज्ञान
न आदेत कस्यचितं पापं न चैव सुकृतं विभो अज्ञाने आवृतं ज्ञानं येन मुह्यन्ति जन्तवः। श्लोकर अनुवाद। भगवान କାହାରି ପୁଣ୍ୟ କର୍ମର କିମ୍ବା ପାପ କର୍ମର ଫଳ ଗ୍ରହଣ କରନ୍ତି ନାହିଁ। ଜୀବଙ୍କର ଜ୍ଞାନ ଅବିଦ୍ୟା ଓ ଅଜ୍ଞାନତା ଦ୍ୱାରା ଆଚ୍ଛାଦିତ ହୋଇଥିବାରୁ ସେ ମୋହମାନ ହୁଅନ୍ତି। ଏ ଶ୍ଲୋକରେ ଆମେ ଯେମିତି ଶୁଣୁଥିଲେ, ଭଗବାନଙ୍କୁ ଅର୍ଜୁନ ପଚାରୁଥିଲେ, ପ୍ରଭୁ ଯେ କଣ ନା ଜ୍ଞାନ କର୍ମ ସନ୍ନ୍ୟାସୀ ମାନେ ଯଦି ତ ଇନ୍ଦ୍ରିୟ ଦ୍ଵାରା କିଛି କର୍ମ କରୁନାହାନ୍ତି, ତାହେଲେ ସେମାନେ ଇନ୍ଦ୍ରିୟ କଣ ଆପଣଙ୍କର ଅଧୀନରେ ଅଛି କି? ଯଦି ଆପଣଙ୍କର ଅଧୀନରେ ରହିକି ସେ କର୍ମ କରୁଛନ୍ତି କି? ଭଗବାନ ମନା କରିଲେ ନା, ଇନ୍ଦ୍ରିୟ ମାନେ ମୋର ଅଧୀନରେ ନାହାନ୍ତି। ନ କର୍ତ୍ତୃତ୍ୱ ନ କର୍ମାଣି ଲୋକସ୍ୟ ସୃଜତି ପ୍ରଭୁ। କହିଲେ ନା କର୍ମ ଫଳ, ମୁଁ କର୍ତ୍ତା ନୁହଁ, ମୁଁ କର୍ମ ବି ନୁହଁ। ଗତ ଶ୍ଲୋକରେ ଶୁଣୁଥିଲେ, ମୁଁ କର୍ତ୍ତା ରୂପରେ କିଛି ତାକୁ କରଉ ନାହିଁ କି ମୁଁ କର୍ମଫଳ ଭୋଗ କରିବାର ବି ନାହିଁ। ତାହେଲେ କରୁଛି କିଏ? ଆମେ ଶୁଣୁଥିଲେ କିପରି ଭାବରେ ଭଗବାନ ଯେ ତାଙ୍କ ଗୁଣ ଦ୍ଵାରା ଏ ଜୀବକୁ ପରିଚାଳନା କରୁଛନ୍ତି। ଯେମିତି ସେଦିନ କିଏ କୋଶ୍ଚିନ୍ ପଚାରିଲେ, ସେ ଯୋଉ ଧନୀ ପ୍ରଭୁ କହିଲେ କଣ, କରି କରାଇ ଥାଇବି ମୋ ବିନୁ ଅନ୍ୟ ଗତି ନାହିଁ। ଆଚ୍ଛା, ଭଗବାନ ଯଦି ପ୍ରତ୍ୟେକ ହୃଦୟରେ ଅଛନ୍ତି, ସିଏ କହୁଛନ୍ତି ମାଛ ଖା, ମୁଁ ମାଛ ଖାଉଛି। ସିଏ କହୁଛନ୍ତି ତାକୁ ମର୍ଡର କର, ସେ ମର୍ଡର କରୁଛି। ମାନେ କରି କରାଉଥାଇ ମାନେ ଭଗବାନ କାହାକୁ ମର୍ଡର କରିବା, ମାଛ ଖାଇବା, ମାଂସ ଖାଇବା, ଏଇଟା ସବୁ ଭଗବାନ କରାଉଛନ୍ତି। ତ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯଦି ଭଗବାନ ପ୍ରତ୍ୟେକ ହୃଦୟରେ ଏଇ କାମ କରୁଛନ୍ତି, ତାହେଲେ ଭଗବାନ ତ କଣ, ଭଗବାନ ହଉଛନ୍ତି ପରମ ଦୟାଳୁ। ଭଗବାନଙ୍କର କିଛି ଗୁଣ ଅଛି। ଯଦି ଗୁଣ ଅଛି, ଯଦି ଭଗବାନ ଜଣଙ୍କୁ ମାରିଲେ, ସେ ଦୟାଳୁ କେମିତି ହେଲେ? ବୁଝି ହଉଛି? ଜଣଙ୍କ ଭିତରେ କହୁଛନ୍ତି ତାକୁ ତୁ ମାରେ, ଏଇଟା ଭଗବାନ କରଉଛନ୍ତି। ଜଣେ କହୁଛନ୍ତି ତୁ ସଂସାର ଜଣେ ସଂସାରରେ ରହିକି ଦୁଃଖ ପାଉଛି, ଭଗବାନ କେମିତି କହୁଛନ୍ତି ସଂସାରରେ ବସି ଦୁଃଖ ପା? କେମିତି କହିବେ? ଏତ ଭଗବାନଙ୍କର ଗୁଣ ନଷ୍ଟ ହେଇଯିବ। ଏଠି ଭଗବାନଙ୍କର ଯୋଉ ଗୁଣ, ଭଗବାନ କହୁଛନ୍ତି କଣ ନା, ଜୀବ ତାର କର୍ମଫଳ ଅନୁସାରେ, ଏତେ ଗୁଣ ଅନୁସାରେ ମୁଁ ତାକୁ ପରିଚାଳନା କରୁଛି। ମୁଁ ତାର କୌଣସି କଣ କୌଣସି ମୁଁ କର୍ତ୍ତା ନୁହଁ କି ମୁଁ କର୍ମ ନୁହଁ। ମୁଁ କର୍ମ କରିବାରେ ମୁଁ ତାକୁ କିଛି ସାହାଯ୍ୟ କରୁନି, କି ତା କର୍ମ ଫଳକୁ ମୁଁ ଭୋଗ କରୁନି। ତାହେଲେ ଅର୍ଜୁନ ପୁଣି କୋଶ୍ଚିନ୍ ପଚାରୁଛନ୍ତି, ପ୍ରଭୁ ଆପଣ ବା ଜୀବନ ହୃଦୟରେ ଅଛନ୍ତି, ଆପଣ ଜୀବନ ହୃଦୟରେ ଅଛନ୍ତି, ଆପଣ କହିଲେ କର୍ତ୍ତା ହୋଇ କର୍ମ ତିଆରି କରୁନାହିଁ କି କର୍ମଫଳ ଭୋଗ କରୁନାହିଁ। ପ୍ରଶ୍ନ ଆସିଲା, ତେବେ ପରମାତ୍ମା ରୂପରେ ଆପଣ ପ୍ରତ୍ୟେକ ହୃଦୟରେ ରହିକି ଖରାପ କର୍ମରେ କାହିଁକି ଭାଗିଦାରୀ ହଉନାହାନ୍ତି? ଯେମିତି ଆମେ ଜଣେ କହୁଛେ ସିଏ ଏଇ ଭଗବାନ ତା ଭିତରେ ତ ଅଛନ୍ତି, ସେ କାହିଁକି ଇଏ କାମ କରୁଛି, ସେ କାହିଁକି ସେ କାମ କରୁଛି? ଯଦି କରୁଛି, ତାହେଲେ ଭଗବାନ କାହିଁ ତାକୁ କଣ ଭଲ ବୁଦ୍ଧି ଦଉନାହାନ୍ତି? ଏଠି ଅର୍ଜୁନଙ୍କର କ୍ୱେଶ୍ଚିନ୍ ହଉଛି ଯେ, ପ୍ରଭୁ ଆପଣ ଯଦି ପରମାତ୍ମା ରୂପରେ ପ୍ରତ୍ୟେକ ହୃଦୟରେ ରହିଲେ, ତାର ଜୀବର ଭଲ ଖରାପ କର୍ମରେ କାହିଁକି ଭାଗିଦାରୀ ହଉନାହାନ୍ତି? ଭଗବାନ କହୁଛନ୍ତି ନ ଆଦତ୍ତେ କସ୍ୟଚିତ୍ ପାପମ୍। ନ ଆଦତ୍ତେ କସ୍ୟଚିତ୍ ପାପମ୍। କହୁଛନ୍ତି ମୁଁ କଣ ନା, କୌଣସି ପାପ କର୍ମକୁ ନିଅନ୍ତି ନାହିଁ କି ପୁଣ୍ୟ କର୍ମକୁ ନିଅନ୍ତି ନାହିଁ। କହିଲେ ଖାଲି ନୁହଁ, ମୁଁ ପାପ ପୁଣ୍ୟର ଭାଗିଦାରୀ ନୁହେଁ। ଯଦି ପରମାତ୍ମା ଆମ ଭିତରେ ଅଛନ୍ତି, କିନ୍ତୁ ସେ ପାପ ପୁଣ୍ୟର ଭାଗିଦାରୀ ନୁହନ୍ତି। କେମିତି ରହୁଛନ୍ତି? କହୁଛନ୍ତି ଯେ ପାପ ପୁଣ୍ୟ କେବେ ଜୀବକୁ ଇନ୍ଦ୍ରିୟ ସୁଖ ପଛରେ ଧାବିତ କରିବାକୁ ଦିଅନ୍ତି ନାହିଁ। ପାପର କୌଣସି ପ୍ରଭାବ ତାଙ୍କ ଉପରେ ପଡେ ନାହିଁ। ଯେମିତି ସୂର୍ଯ୍ୟଙ୍କ ତୁଳନା କରାଯାଉଛି, ଯେ ଭଗବାନ ସୂର୍ଯ୍ୟଙ୍କ ଭଳି। ସୂର୍ଯ୍ୟ ଯଦି ତ ଅନ୍ଧାର, ସୂର୍ଯ୍ୟ କେତେ ଛୋଟ, ସୂର୍ଯ୍ୟ ଛୋଟିଆ ଦେଖାଯାଉଛି ନା, ଅନ୍ଧକାର କେତେ ବିରାଟ ବଡ। ଉଦାହରଣ ସ୍ୱରୂପ ଗୋଟିଏ ଘରେ ଗୋଟେ ବଲ୍ ଦିଆ ହଉଛି, ତାହେଲେ ଘର
ତ ଘର ତୁଳନାରେ ବଲ୍ଟା ଛୋଟ ନା ବଡ? ଛୋଟ। ମାନେ ଗୋଟେ ଘରଟା କେତେ ବଡ? ସେ ମାନେ 200 ସ୍କୋୟାର ଫୁଟ ହଉ 500 ସ୍କୋୟାର ଫୁଟ ହଉ, ଗୋଟେ ବଲର ଏତିକି ବଡ ବଲଟା, ତ ଅନ୍ଧକାର ତୁଳନାରେ ବଲ୍ ମୂଲ୍ୟଟା କେତେ ଛୋଟ ନା ନାହିଁ? ତାହେଲେ ସେ ଏତି ଛୋଟ ଜିନିଷ କେମିତି ଏତେ ସାରା ଘରଟାକୁ ଆଲୋକ କରିଦଉଛି? କହୁଛନ୍ତି ଯେ ଜୀବର ପାପ କର୍ମରେ କଣ କରୁଛନ୍ତି ନା, ଜୀବ ଯୋଉ ପାପ କର୍ମ କରୁଛି ସେଥିରେ ଭଗବାନ ଦାୟୀ ନୁହନ୍ତି। କି ଭଗବାନଙ୍କ ଉପରେ ମାନେ ଇଏ ପାପ କର୍ମ ପୁଣ୍ୟ କର୍ମଟା ସେ କହୁଛନ୍ତି ଆପଣ ପରମାତ୍ମା ରୂପରେ ହୃଦୟରେ ଥାଇକି ବି ଆପଣ ସେଟାକୁ ନିଅନ୍ତୁନି। କାହିଁକି ନା ଆମେ ଗତ ଶ୍ଲୋକ ଶୁଣୁଥିଲେ, ଭଗବାନ ଯଦି ସାହାଯ୍ୟ କରୁଛନ୍ତି, ଜୀବ ଯାହା ଇଚ୍ଛା କରୁଛି ଭଗବାନ ଯଦି ସାହାଯ୍ୟ କରୁଛନ୍ତି, ତାହେଲେ ଭଗବାନ କାହିଁକି ଏଇଟାକୁ ତ ପାପ କରିବା ପାଇଁ ସାହାଯ୍ୟ କରୁନାହାନ୍ତି, ନା ପୁଣ୍ୟ କରିବା ପାଇଁ ସାହାଯ୍ୟ କରୁନାହାନ୍ତି? ଯଦି ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ଅଛନ୍ତି, ତାହେଲେ ଜଣେ ପାପ କର୍ମ କରୁଛି ତାକୁ ସାହାଯ୍ୟ କାହିଁ କରୁନାହାନ୍ତି, ନା ତୁ ପାପ କର୍ମ କର ନା ପୁଣ୍ୟ କର୍ମ କରେ। ଦେଖ ତୁମେ ବାଟରେ ଯାଉଛ, ଗୋଟେ ମାଛ ବେପାରୀ ମାଛ ବେପାର କରୁଛି, ତ ତୁମେ କାହିଁ ସେଟା ବୁଝିବ ଯେ ମାଛର ମୂଲ୍ୟ ଟା କଣ? ତୁମର ଦରକାର ନାହିଁ ନା, ତୁମର ଦରକାର ନାହିଁ, ତୁମେ ସେଟା ତାକୁ ମାଛ ବେପାର ମାଛର ମୂଲ୍ୟ ଇଏ ଚୁଙ୍ଗୁଡି ମାଛ କେତେ ଆଉ କଣ ରୋହି ଭାକୁର ମାଛ କେତେ, ଏଟା ବୁଝିବାର କଣ ଆମର କାମ ଅଛି? ତ ଭଗବାନ କହୁଛନ୍ତି ଜୀବନରେ କର୍ମ ଫଳ ଟାକୁ ମୁଁ ଭୋଗ କରୁନି, ତାହେଲେ ମୁଁ କାହିଁ ତାକୁ ବିଚାର କରିବି ଯେ ସେ ତାର କଣ କରୁଛି କଣ ନାହିଁ? ଜୀବ ଯେତେବେଳେ କର୍ମ ଫଳକୁ ସେ ପାପ କର୍ମ ନବାର ନାହିଁ କି ପୁଣ୍ୟ କର୍ମ ନବାର ନାହିଁ, ତା ଜୀବ ଯୋଉ କର୍ମ କରୁଛି ସେଟା ତା ନିଜେ ଭୋଗ କରିବ। ତାହେଲେ ମୁଁ ଯଦି ତାର ପାପ ପୁଣ୍ୟ କର୍ମ ଗ୍ରହଣ କରୁନି, ମୁଁ କାହିଁ ବୁଝିବି ତୁ କଣ କରୁଛୁ କଣ ନ କରୁଛୁ? ଭଗବାନ ଟିକେ କହୁଛନ୍ତି ଅର୍ଜୁନଙ୍କୁ, ଦେଖ ଅର୍ଜୁନଙ୍କର ପ୍ରଶ୍ନ ହଉଛି ଆପଣ କାହିଁକି ଯେ ଅନ୍ତର ଭିତରେ ରହି ଜୀବ ଖରାପ କର୍ମ କରୁଛି ଭଲ କର୍ମ ବି କରୁଛି, ଏଥିରେ ଆପଣ କାହିଁକି ହସ୍ତକ୍ଷେପ କରୁନାହାନ୍ତି? କହିଲେ ନା ମୁଁ ଏଇଟା କରିବାର ନାହିଁ, କାରଣ ତାର ଜୀବକୁ ବି ସ୍ଵାଧୀନତା ଦିଆହେଇଛି। ଯଦି ଭଲ କର୍ମ କରିବ ଭଲ ଫଳ ପାଇବ, ଖରାପ କର୍ମ କଲେ ଖରାପ ଫଳ ପାଇବ। ତାହେଲେ ମୁଁ ତା ଭଲ କର୍ମକୁ ଗ୍ରହଣ କରିବାର ନାହିଁ କି ତା ଖରାପ କର୍ମକୁ ଗ୍ରହଣ କରିବାର ନାହିଁ, ମୁଁ କାହିଁ ତା ମୁଣ୍ଡ ପୁରେଇବି? ସିଏ ମତେ ମୁଁ ସାକ୍ଷୀ ସ୍ୱରୂପ ରହୁଛି, ସେତେବେଳେ ଇଚ୍ଛା କରୁଛି ଚୋରଟା ଚାହୁଁଛି ମୁଁ ଚୋରି କରିବି, ତାକୁ ସେ ବୁଦ୍ଧି ଦେଉଛନ୍ତି ହଁ ତୁ ଏଇଭଳିଆ ତା ବୁଦ୍ଧିଟା ସେ ସେଇ ବୁଦ୍ଧି ହିଁ ମାଗୁଛି। ସେ ଯୋଉ ବୁଦ୍ଧି ମାଗୁଛି ମୁଁ ତାକୁ ସେଇ ବୁଦ୍ଧି ହିଁ ଦଉଛି। ତୁମେ ଯଦି ମାଗିବ ମୁଁ ସକାଳୁ ମୋର ଚିନ୍ତା ହବ ମୁଁ ସକାଳୁ ଉଠିକି ଭଗବାନଙ୍କର କଥା ଶୁଣିବି, ଭଗବାନଙ୍କ ନାମ ଜପ କରିବି, ଆଉ ସେଇଭଳିଆ ବୁଦ୍ଧି ତମର ହେଇଯିବ। ମୁଁ କେମିତି କଣ ଗାଧେଇବି, ଆଉ କେମିତି କଣ ମୋ ମୋବାଇଲରେ ଚାର୍ଜ ଅଛି କି ନାହିଁ, ମୋ ମୋବାଇଲରେ ରିଚାର୍ଜ ଅଛି କି ନାହିଁ, ଏହା ସବୁ ବ୍ୟବସ୍ଥା କରିକି ମୁଁ ବସିଯିବି। ଯେ ତୁମର ଏ ଭାବନା ନାହିଁ, ତାହେଲେ ତୁମେ ଶୋଇକି ରହିବ। ଏଇଟା ଭଗବାନ ତମକୁ ଡାକି ଉଠେଇବେ, ଉଠ ଉଠ କଥା ଶୁଣ। କହିଲେ ଜୀବ ଯେକୌଣସି ଚିନ୍ତା କରୁଛି, ଯୋଉ ଭାବନାରେ ଯୋଉ ଭଳିଆ ଆମେ ଜଣେ କହୁଛୁ ମନ୍ଦିର ଜଣେ ରହୁଛି ତାର କାହିଁ ସ୍ୱଭାବ ପରିବର୍ତ୍ତନ ହଉନି, ସେ ସେଇଭଳିଆ ଭାବନା ଭାବୁନି। ତୁମେ ଜପ କରୁଛ କାଇଁ, ତୁମେ ଜପ କଲା ସମୟରେ ଭାବୁଛ ମୋର କେମିତି ଅର୍ଥ ଆସିବ, ମୋ ପୁଅ ହେଲା ଭଲ ପାଠ ପଢିବେ, ମୁଁ କେମିତି ଦି ପଇସା ରୋଜଗାର କରି ବଞ୍ଚିବି, ଭଗବାନ ତମକୁ କେମିତି କଣ ସାଧୁ ପହଞ୍ଚେଇବେ? ତୁମେ ଜପ କାଳରେ ଭାବୁଛ ନା ନା ମୁଁ ଭଗବାନଙ୍କ କଥା ଶୁଣିବି, ଭଗବାନ ନାମ ଜପ କରିବି, ପ୍ରଭୁପାଦଙ୍କ ନିୟମ ମାନିବି, କୋଉ ପାଖରେ ମନ୍ଦିର ଅଛି ଯିବି, ଭଗବାନ ତମକୁ ସେଇଭଳିଆ ବୁଦ୍ଧି ଦେବେ। କହିଲେ ଯିଏ ଯୋଉ ଭଳିଆ ମାଗୁଛି ଭଗବାନ ତାକୁ କାହିଁ ସେଭଳିଆ ଦଉଛନ୍ତି, ନା ତା ପୁଣ୍ୟ ପାପ କର୍ମର ଭାଗିଦାରୀ ଭଗବାନ ନୁହନ୍ତି। ସେ କଥା କହୁଛନ୍ତି ଯେ ସୂର୍ଯ୍ୟ କହୁଛନ୍ତି କଣ, ସୂର୍ଯ୍ୟ ଅନ୍ଧକାରକୁ ଦୂର କରିବେ କିନ୍ତୁ ଅନ୍ଧକାର ସୂର୍ଯ୍ୟଙ୍କୁ କଣ କରିବ, ଘାଣ୍ଟି ପାରିବ। ସୂର୍ଯ୍ୟଙ୍କୁ ଆଲୋକ ଦ୍ଵାରା ଅନ୍ଧକାର ଦୂର ହବ, କିନ୍ତୁ ଅନ୍ଧକାର ଆଲୋକକୁ କଣ କରିବେ, ତାଙ୍କର ଗୁଣରୁ ପରିବର୍ତ୍ତନ କରିପାରିବେ ନାହିଁ। ସୂର୍ଯ୍ୟ ଦେଖ ମେଘ ହଉଛି, ମେଘ ଯେତେବେଳେ ବାଦଲ ଆସି ପହଞ୍ଚି ଯାଉଛି, ସୂର୍ଯ୍ୟଙ୍କର ରଶ୍ମି ଟା ଆମକୁ ଦେଖା ଯାଉନି, କିନ୍ତୁ ହଜାର ମାନେ କଣ ମାନେ କୋଟି କୋଟି ମେଘ ଖଣ୍ଡ ଚାହିଁଲେ ବି ସୂର୍ଯ୍ୟଙ୍କର ଗୁଣ ନଷ୍ଟ କରିପାରିବେ ନାହିଁ। ସୂର୍ଯ୍ୟଙ୍କର ଗୁଣକୁ ନଷ୍ଟ କରିପାରିବେ ନାହିଁ, କାହିଁକି ନା କାହିଁକି ନଷ୍ଟ କରିପାରିବେ ନା, ତାଙ୍କ ପାଖରେ ଏତେ ଶକ୍ତି ନାହିଁ, ଯିଏ କି ସୂର୍ଯ୍ୟ ମେଘ ଖଣ୍ଡକୁ ତିଆରି କରିଛନ୍ତି। ସୂର୍ଯ୍ୟ ଆମେ ଯୋଉ ବାଦଲ ଯୋଉ ହଉଛେ, ମୁଁ କାଲି ସେଦିନ ଫ୍ଲାଇଟରେ ଆସିଲା ବେଳେ ମୁଁ ଫଟୋ ଉଠେଇ ସବୁ ଆଣିଛି। କାରଣ ଆମ ମେଘ ଥିଲା, ମେଘ ସମୟରେ
से मोर डोर पाखरे थिला मु सेठी बस करे मु सेठी बसिची बसी मु फोटो उठे आनिछि केन्द्र माने से फोटो उठला समय मु भाबुथली ये धन्य विधाता ये जगत आपण केमती तैयारी करछन्ती से मेघखंड जो बादल गुड़ाक केमती थाक 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 ହେଇକି ରହିଛନ୍ତି ମାନେ ତାଙ୍କୁ ଏ ଜଗତକୁ ଦେଖିଲେ ଆମେ ଭଗବାନଙ୍କ କଥାକୁ ଚିନ୍ତା କରିବା ଏ ତାଙ୍କର ଶକ୍ତି ଦ୍ୱାରା କେମିତି ପରିଚାଳନା ହଉଛି ଏ ଯୋଉମାନେ ମୂର୍ଖ ପାଷାଣ୍ଡୀ ସେମାନେ ତାଙ୍କର ଶକ୍ତି କି ଅନୁଭବ କରିପାରନ୍ତି ନାହିଁ ଯେ ସେ ଏତେ ଶକ୍ତି ରଖିଛନ୍ତି ଶକ୍ତି ଦ୍ୱାରା ସବୁ କରିପାରିବେ ତାଙ୍କୁ ଆମେ ନିଜକୁ ଆସିବାକୁ ପଡିବ ନା ଆମେ କହୁଛେ ଭଗବାନ ଆମ ଭିତରେ ଯେ ଭଗବାନ କାଇଁ ଭଗବାନ ଶକ୍ତି ଦ୍ୱାରା ସବୁ କରିପାରିବେ କିନ୍ତୁ ସେତେବେଳେ ସୃଷ୍ଟିଟା ତିଆରି କରିଛନ୍ତି ସୃଷ୍ଟିରେ କଣ କଣ କାର ଆବଶ୍ୟକତା ଅଛି କଣ ନାହିଁ ସେ ସବୁ ବ୍ୟବସ୍ଥା ସେ କରିଛନ୍ତି ଏଠି କହୁଛନ୍ତି ଯେ ଜୀବ ଯୋଉ ସେ ତାର କାଇଁ ବୁଝି ପାରୁନି ନା ଜୀବ ହଉଛି ଅଣୁ ଏ କହୁଛନ୍ତି ନା କହୁଛନ୍ତି କଣ ନୈବ୍ୟ ସ୍ୱୀକୃତି ବିଭୁ ବିଭୁ ଶବ୍ଦର ମାନେ ହଉଛି ମାଲିକ ଆଚ୍ଛା ବିଭୁ ହଉଛନ୍ତି କଣ ନା ବିଭୁ ହଉଛନ୍ତି विभु होती भगवान कौन सी आवश्यकता नहीं जो पुण्य हाँ जे जहांगर अच्छा पाप न चाहिए स्वीकृति स्वीकृति विभु माने कौन सी पाप तांकर से पाप नियंती ना से पाप पुण्यर स्वीकृति भी तांकर किसी आवश्यकता नहीं कहले विभु शब्द मान होची माने जी माने महान कौन ना असीम ज्ञान असीम धन असीम बल असीम जस असीम सौंदर्य असीम त्याग जांग पाखरे असीम अच्छी से कहीं जीवर जीवर कौन जीवर पुण्य कौन आवश्यकता अच्छी ना पापर कौन दरकार अच्छे आम कह भगवान आम पुण्य करुचे भगवान आमको आम पुण्यटा से नहीं गले भगवान कहीं पुण्य नेबे जड़े दरिद्र व्यक्ति जन को आश्रय कर धनवान लोक कहीं आश्रय कर जीव भगवान एते कहते ये माने ये अज्ञानता अज्ञान महन ज्ञान ये अज्ञानता कहीं प्राप्त होती ना देखो अग्नि जला होता समय देखिए अग्नि जला समय गाँव सब अग्नि जला है देखीचे ना अग्नि जला समय से अग्नि अग्नि जो अग्नि जो छोटिया छोटिया छोट छोट सब माने निया शिखा अणु अणु अग्नि शिखा ये धुआं नुह माने हठात बाहर जीव लिभिज आउट एग्जांपल सांग सांग धर जानी पाड़ियो जानी पारे जो आमे जो दुकान जाओ ना जो करुचंती कोन कर होल्डिंग 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 करना से तार निया बाहर छुबो ना होल्डिंग समय देखियो से चर्चर निया बाहर नहीं बहुत निया बाहर से नियार कौन काम अच्छे कहल से क्या आलोक दे पार सी हठात बाहर लिभिज कहले जीव हूँ से भाया जीव जो अज्ञानता नु सी भगवान भगवान ठार आसी किंतु कौ भाया तार ज्ञान अच्छी सी विभु नु सी अणु समान जदि धन अच्छी जदि पाखे कौन माने सौंदर्य अच्छी जदि पाखे ज्ञान अच्छी किंतु पूर्ण रूप से नहीं असीम नुह सब सीमित तो ये असीम सीमित भितर से कौन करुच्ची भगवान असीम जिन चिंता कर से भावुची भगवान मो भीतर रही भगवान मोर पाप कर्म भोग करेंगे मु पुण्य कर्म कर भगवान दायी हे भगवान एथि किसी कौन सामिल नुहति जमी आम आम शरीर भितर एमती एक किछि किछि माने कौन जो माने जो पदार्थ अच्छी जहाँ शरीर भी तार कौन शरीर भी अलग जिन दूषित कर उदाहरण स्वरूप गोटे मातृगर्भर छुआटे जन्म होची जन्म मातृ स्तन क्षीर रखाई अच्छा से स्तन चारिपटे ब्लड अच्छी स्तन चारिपटे ब्लड अच्छी किंतु ता भितर बाहर कौन जो क्षीरटा बाहर से छुआ खाऊची बंचुची तार एते एनर्जी अच्छी जे गोटे छोट छुआटा जन्म से मार क्षीर खाई खाई माने 5 मास 6 मास पर्यंत बाहर खाद्य किसी खाऊनी तो
तो सेई स्थान ऊपर गोटे ब्लड आम बाहर कर छुआ खाई से बंची पार बंची पार ना तेबे सी जमी मातृ स्तन भितर क्षीर जमी एनर्जी एत शक्ति अच्छी जे से छुआटा बचाऊँ कि ऊपर चमड़ार जो ब्लड रक्तर शक्ति ना तो भगवान नाम रे भगवान गुण रे एते शक्ति अच्छी जे भगवान अंतर भितर रहिले भी जीवर काम क्रोध लोभ मोह द्वारा कौन विचलित नुहति काम क्रोध लोभ मोह ताकू कौन दूषित कर ना जे आम हूँ मु रागी गली मुझे मारदेली एटा भगवान मत मारिदेले ये कहले भगवान कहीं मत अटकैले ना कहले भगवान एते शक्तिशाली जे ये आम अंतर भीतर रहिले कौन काम क्रोध लोभ मोह मद आश्चर्य जो षडरिफु भगवान टच कर पारिबो नाही कारण भगवान हूँ निर्गुण आम भीतर गुण अच्छी बोली कि गुणर प्रभाव आम रजगुण रोचे के कौन तम गुण रोचे के सतगुण रोचे सतगुण रोचे के आम भावुचे से लोक देख आम समस्त माछ मांस खाऊले तो आम से लोक आम मद खाऊले माछ खाऊले मांस खाऊले बीड़ी टाणुले सिगरेट टाणुले पुणी परिवर्तन केमती से लोक कहले आज भी पुणी तुम्हें एत सतगुण आसीगले सतिक आहार कले भगवान भक्त संग लाभ कले धीरे 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 आम गुणर परिवर्तन आसला एगुड़ा तुम न कर पुणी गुणर परिवर्तन आस पुणी से भल लगे माने आमे से लोक जो लोक मद खाऊले आज आम से लोक तिलक लगे कौन कर जप करुचे गुणर परिवर्तन आसूचे ना गुणर परिवर्तन गुण द्वारा जीवर परिवर्तन आम एटा न करवा पुनर्बार आम से गुण पुणी से नीच स्थिति पड़े कहले एटा साधन ये साधन द्वारा आमर जो प्रकृति आम जनकर स्वभावटा परिवर्तन होनी कहीं तार साधनटा स्थिर नुह माने तार साधन को तार साधन मार्ग को एते स्ट्रांग करनी साधन मार्ग तार स्ट्रांग नहीं तो अज्ञानता दूर दूर केमती हम अज्ञानता रोचे अज्ञानता तार भजन हो पार से निजर स्थिति बुझी पार भगवान कहते जे कौन अज्ञान 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 आवृत ज्ञान कहते कौन ना अज्ञान अज्ञान आवृत ज्ञान कौन अज्ञान कौन ना अज्ञान द्वारा ज्ञान को घोड़ा है रखाई अज्ञान कौन अज्ञान कौन ना अग्नि द्वारा अंधकार दूर हवा हुए अग्निकण द्वारा जमी कौन अंधकार आत्मा अज्ञान द्वारा कौन ना ज्ञान कौन ना भगवान को छाड़ी आमे ये जगत रे दुख पाउछे ये चेतना हमर आसुनी जे मु भगवान पई करिले सुखी परिबी एटा को आमे एटा ये ज्ञान जीवर उदय होनी जे संसार में जिते प्रयास करुचे सुख पाई माने 24 घंटा कौन तुम्हें 48 घंटा यदि कष्ट कर ये सुखर स्थान नहीं यदि तुम्हें 24 घंटा 8 घंटा 6 घंटा कोटी शोईकी 12 घंटा 14 घंटा आम खटुचे ताकू छाड़ी दे दिन राति 24 घंटा खटब ताकू यदि आम 48 घंटा तुम करा जाए ये जगत दुखाल ये सुखर स्थान नहीं जीव कौन करुची अज्ञान कौन ना ज्ञान कौन ना मु आत्मा परमात्मा दास बोली ये चिंता नहीं अज्ञान कौन ना श्रीकृष्ण को छाड़ी ये भौतिक जगत रे सुख पाइबा प्रयास करुची एटा अज्ञानता ये अज्ञान द्वारा ज्ञान को भूली जाए माने अज्ञानता से आत्मा परमात्मा से संबंध को भूली जाए से कौन चाहूँ ना श्रीकृष्ण को छाड़ी ये भौतिक जगत रे जहाँ प्रयास करा अज्ञानता एटा ज्ञान नुहे ज्ञान कौन ना मु परमात्मा दास मु आत्मा परमात्मा स्वरूप आम जदि कह मायाटा कहीं मत छाड़ुनी माया द्वारा मु कहीं प्रभावित एत कथा शुणुची जप करुची सब करुची कहीं छाड़ू नहीं ना मु आम शरीर चेतना आत्म चेतना स्थिति आसीन शरीर चेतना अच्छी शरीर दरकार कुटुंब भाई बंधु पुओ स्त्री टंका पैसा दरकार ना तुमको तुम भितर
ମାନେ ବାହ୍ୟ ଯୋଉ ଶତ୍ରୁ ମିତ୍ର ଯୋଉ ଆସକ୍ତି ଏଟା କାହିଁ ପ୍ରବେଶ କରୁଛି ନା ଆମର ସ୍ୱରୂପ ସ୍ଥିତିରେ ଆମେ ବୁଝିପାରିନୁ ଏପର୍ଯ୍ୟନ୍ତ। ସବୁବେଳେ କୁହା ହଉଛି ଆମେ ଆତ୍ମା ପରମାତ୍ମାଙ୍କର ଦାସ, କିନ୍ତୁ ମନ ଏପର୍ଯ୍ୟନ୍ତ ଗ୍ରହଣ କରିନି ମୁଁ ଆତ୍ମା ବୋଲିକି। ବୁଝୁଛି ପ୍ରମୋଦ ପ୍ରଭୁ, ଆମେ କହୁଛେ ହଁ ଆତ୍ମା କିନ୍ତୁ ଏଟା ଶୁଣୁଛେ ହଁ ଭଲ ଲାଗୁଛି, ତାପରେ କ୍ଲାସ ସରିଲା ପରେ ତାପରେ ଆମ ନିଜର ଏତେ ମାନେ ପ୍ରବଳ ଏତେ ମାନେ ଶକ୍ତିଶାଳୀ କରିଦେଇছে ସଂସାର ପ୍ରତି ଆସକ୍ତି କି 100 କଣ କୋଟିଏ ବାର କଣ କହିଲା ପରେ ବି ଆମର କଣ ମାନେ ଚେତନା ଆସୁନି ମୁଁ ଆତ୍ମା ବୋଲିକି। କୋଟିଏ ବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯଦି ତୁମ କାନ ଆଗରେ ଖାଲି ଗୋଟେ କାନରେ ଗୋଟେ ୟୁଟ୍ୟୁବ ମାନେ ଲଗେଇ ଦେଇକି ମେସିନ ଖାଲି କୁହ ଯେ ତୁ ତୁ ଆତ୍ମା ତୁ ଆତ୍ମା ତୁ ମୁଁ ଆତ୍ମା ମୁଁ ଆତ୍ମା ମୁଁ ଆତ୍ମା, ଏଟା କି ହଉନି, ଏଟା ହବ ନା ବି। ଏଟା ସହଜ କଥା ନୁହଁ। ଆମେ ଦେଖ ଅର୍ଜୁନକୁ ଭଗବାନ କହୁଛନ୍ତି ଅଭିମନ୍ୟୁ ମରିଲା ପରେ ସବୁ କଥା ଜ୍ଞାନ କରିଲେ, ମହାଭାରତ ଯୁଦ୍ଧ ହେଲା, ଭଗବତ ଗୀତା କଥା ଶୁଣେଇଲେ, ଶୁଣେଇଲା ପରେ ଅଭିମନ୍ୟୁ ମରିଲା ପରେ କଣ ଦୁଃଖ ପ୍ରକାଶ କରୁଛନ୍ତି, କାନ୍ଦୁଛନ୍ତି। କାରଣ ଏଇ ଯୋଉ ଶରୀର ଠାରୁ ଯୋଉ ଶରୀର ସମ୍ବନ୍ଧୀୟ ଲୋକଙ୍କୁ ଆମେ ଭୁଲିଯିବା ଏତେ ସହଜ କଥା ନୁହେଁ। ବୁଝି ହଉଛି, କାରଣ ଆତ୍ମା ପରମାତ୍ମାଙ୍କର ଅଂଶ, ଏଟାକୁ ସେ କେତେ ଭୁଲି ଯାଇଛି। ଅନାଦି ଆଦି କାଳରୁ ଭୁଲିକି ବର୍ତ୍ତମାନ ପାଗଳ ହେଇଯାଉଛି ଯେ ମୁଁ ପରମାତ୍ମାଙ୍କର ଇଏ ପରିବାର ଇଏ ଘର ଇଏ ସଂସାର ମୋର ନୁହେଁ। ମୁଁ ଖାଲି ଯଦି କହିଲି ନା ଖାଲି 2 ମିନିଟ୍ କଳ୍ପତରୁ ପ୍ରଭୁ ସାର କହିଲେ ମୁଁ ଏଟା ଭାବୁଛି, ଖାଲି 2 ମିନିଟ୍ ଚିନ୍ତା କରିବ, ମୋ ନିଶ୍ୱାସ ବନ୍ଦ ହେଇଗଲେ ମୋ ସ୍ତ୍ରୀ ମୋ ଟଙ୍କା ମୋ ପଇସା ମୋ ଗାଡି ମୋ ଘୋଡା କଣ ହବ, ଏତିକି ଭାବନି। ମାନେ ଗୋଟେ ଦିନକୁ ମାତ୍ର 2 ମିନିଟ୍ ନୁହଁ 2 ସେକେଣ୍ଡ ଭାବନି, ମୋ ଯଦି ନିଶ୍ୱାସ ବନ୍ଦ ହେଇଯିବ ୟାଙ୍କର ହାଲତ ସବୁ କଣ ହବ। ଏବେ ତମେ ଭାବୁଛ ନା ମୁଁ ମରିଗଲା ମୁଁ ଖଟୁଛି ଏମାନଙ୍କୁ ପଇସା ନଉଛି ଦାୟିତ୍ୱ ନଉଛି ସବୁ କରୁଛି, ଖାଲି 2 ସେକେଣ୍ଡ ଏତିକି ଚିନ୍ତା କରନି, 2 ସେକେଣ୍ଡ ଦିନ ଭାବିବ ଆଚ୍ଛା ମୁଁ ସିନା ଅଛି ବୋଲିକି ମୋ ପିଲା ଛୁଆ ଦାୟିତ୍ୱ ନଉଛି, ଆଜି ମୋର ନିଶ୍ୱାସ ବନ୍ଦ ହେଇଯିବ, ମୋ ପିଲା ମୋ ସ୍ତ୍ରୀ ମୋର କଣ କରିବେ, ଏମାନେ ମତେ କି ସୁଖ ଦେଇପାରିବେ। ଏତିକି ବେଳେ ଭାବିଲ ଦେଖିଆ ତୁମର କେମିତି ବୈରାଗ୍ୟ ଆସିବ ନା। କହିଲେ ଯଦି ଆମେ ଆତ୍ମା ସ୍ୱରୂପକୁ ନ ଆସିକି ଇଏ ଶରୀର ସ୍ୱରୂପରେ କୋଟି କୋଟି ଜନ୍ମ ପର୍ଯ୍ୟନ୍ତ ଯଦି ତମେ ଶରୀର ଚେତନା ରହିକି କୃଷ୍ଣ 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 ହୁଅ ପରିବର୍ତ୍ତନ ହବନି। କାରଣ ଆମେ ବର୍ତ୍ତମାନ ଶରୀରଟାକୁ ଦେଖୁଛେ, ଆତ୍ମାକୁ ଦେଖିପାରୁନା, ହେଲେ ଆତ୍ମାଟାକୁ ଦେଖିପାରୁନା, ତାର ସ୍ୱରୂପଟାକୁ ଆମେ ବୁଝିପାରୁନା ନା। ଦେଖ ଗୋଟେ ଶରୀରଠୁ ଆତ୍ମାଟା ବାହାରି ଗଲା ପରେ ଆମେ ସେ ଶରୀରକୁ ଦେଖୁଛେ, ଆତ୍ମାକୁ ଦେଖିପାରୁଛେ କି? ତ ସେ ଯେତେବେଳେ ଶରୀରଠୁ ଆତ୍ମାଟା ବାହାରି ଯାଉଛି ଆମେ ଅନୁଭବ କରିବାକୁ ପଡିବ ଯେ ଏତେ ଶକ୍ତିଶାଳୀ ଥିଲେ ସେ ଭିତରେ କେତେ କାମ କରୁଥିଲେ। ତାଙ୍କର ଅନୁପସ୍ଥିତିରେ ବର୍ତ୍ତମାନ କଥା କହିବା, ଅନେଇବା, ଘର କରିବା ଯାହା ଯାହା ସବୁ କେମିତି ସବୁ ବନ୍ଦ ହେଇ ଠପକେନି। ତାହେଲେ ସେ ଯୋଉ ପରମାତ୍ମାଙ୍କର ଅଂଶ ଏତେ ଶକ୍ତିଶାଳୀ, ତୁମକୁ ରାଜା କରିଦଉଛି, କିଏ ପ୍ରଧାନମନ୍ତ୍ରୀ କରିଦଉଛି, ରାଷ୍ଟ୍ରପତି କରିଦଉଛି, ତାପରେ କଣ କରୁଛି ସେ ରାଷ୍ଟ୍ରପତି ଡେଡ ବଡି ହେଇଯାଉଛି, ପୁଣି ପ୍ରଧାନମନ୍ତ୍ରୀ ଡେଡ ବଡି ହେଇଯାଉଛି। ତ ସେ ଆତ୍ମା କେତେ ଶକ୍ତିଶାଳୀ, ତାହେଲେ ତୁମକୁ କୁହ ତୁମେ ସେ ଆତ୍ମା କାହିଁ ଆମେ ଗ୍ରହଣ କରିପାରୁନୁ? ଜପ କରି ଭଜନ କରି ଦୀକ୍ଷା ନେଇ କିନ୍ତୁ ହଉନି, ହଉନି ଏ ସ୍ଥିତି ଆସୁଛି କି ଆସୁନି? ତୁମକୁ କୁହାଯାଏ ତୁମେ ପରିବ କଲେ ଏଠି କହୁଛନ୍ତି ଯେ ଅଜ୍ଞାନ ଟା ତାଙ୍କୁ କେମିତି କଣ ଅଜ୍ଞାନ ନା ଯେମିତି କହୁଛନ୍ତି ଅଜ୍ଞାନ ଆବୃତ ଭଗବାନଙ୍କର କଣ ନା ଆମର ଆସିପାରୁନି ଯେ କୃଷ୍ଣଙ୍କର ନାମ କଲେ ବ୍ରହ୍ମ ବାମନ ପୁରାଣ କରେ ନଚ ସ୍ୱୀକୃତି ବିଭୁ। ତ ଯାହାଙ୍କର ନାମ ସଂକୀର୍ତ୍ତନରେ କଣ କରୁଛନ୍ତି, ବାମନ ପୁରାଣରେ ବର୍ଣ୍ଣନା କରାଯାଇଛି ନାମ ସଂକୀର୍ତ୍ତନ ଦ୍ଵାରା 1000 କୋଟି ତୀର୍ଥର ଫଳ ମିଳିବ। ଯଦି ଆମେ ଖାଲି ଭଗବାନଙ୍କ ନାମ ଖାଲି
हरे कृष्णा कृष्ण कृष्ण हरे 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 राम राम हरे हरे यदि भगवान का नाम करुचे अरे कौन हबो ना बामन पुराण वर्णना करा जायछि 1000 कोटी तीर्थर फल मिलिबो। अच्छा हम तो हरिनाम करुचे घरे हमर विश्वास हलानी जे मते कोटी कोटी तीर्थर फल भगवान के नाम रे मिलिबो। उद्धव कौन कहले सकल तीर्थ त्वचरणे बद्रिका जीवी की कारण ओडिया भागवत नहीं समस्त तीर्थ जाकर पाद पद्म रे अच्छा जय नाम से कृष्ण तुमको पाद खाली दिया है पूर्ण रूप में कृष्ण को दिया है खाली पाद नुह पाद तो खाली कौन माने गोटे अंग किंतु पूर्ण रूप में कृष्ण को दिया है जे नाम से कृष्ण जय नाम से कृष्ण किंतु आमर आसिलानी के पर विश्वास जे मो नाम करुची मोर कोट जीवा दरकार नहीं को बाबा के दिया दरकार नहीं को तीर्थ भ्रमण करा दरकार नहीं कौन मु खाली भजन कर उद्धार पाए आसुनी कहते जाकर नाम रे एते पाप दूर हो जाऊँ पाप कि पाप टच कर भगवान नाम जदि 1000 कोटी कौन 1000 कोटी तीर्थर फल मिलू कोटी कोटी जन्मर पाप नष्ट हो जाऊँ यदि भगवान अंतर भीतर अच्छा जीव जो पाप कर पाप केमती कौन छुई पार कौन तीर्थ दरकार पुण्य कौन दरकार तुम कहते मुझे यज्ञ कर मोर बहुत पुण्य हो भगवान को देदेली सी कौन जहाँ ना अभाव थी अदिति माँ अदिति माँ तो वीडियो को आसुना कहीं क्या कटर चल कहले जाकर नाम रे कौन ना अनंत कोटी जन्मर पाप पड़े कि पाप स्पर्श कर जीव पाप करुची ए भगवान एटा पाप नहीं गले जांगर नाम रे अनंत कोटी तीर्थर फल मिलिबो पुणी कौन पुण्य आवश्यकता अच्छी पुण्य किसी पुण्य दरकार नहीं तुम पाप न तुम पुण्य न कर तुम यदि भगवान को भजन न कर भगवान कौन हो से पापी हो अनंत कोटी ब्रह्मांड मालिक 7 सहस्र लक्ष्मी जाकर पाद पद्म सेवा कर तुम गोटे गुड़ टिके तो मन इच्छा कहते कौन आज खेचे टे देले देल न देल ना काली टिके गोकुल दाना देले देल न देले ना हाँ आज कौन झुओ पुओ स्कूल को जीवार ना मैंने आज खाया ठाकुर को बंद करदब तुम भाया सेवा कौन भगवान को दरकार हाँ कहले कौन दरकार अच्छी कहले अन्न जाकर अज्ञा कहले कौन ना माने असीम ये जो माने भगवान नाम संकीर्तन द्वारा कोटी कोटी जन्मर पाप नष्ट हो किंतु पाप तांकु छुई पारिबो नाही भगवान नाम रे कोटी कोटी तीर्थर फल मिलिबो तांकर किछि पुण्य आवश्यकता नहीं जीव पाप करू बा पुण्य करू जे पाप कले से भोगिबो पुण्य कले से भोगिबो यदि से पाप कर्म करिबो से नरक को जीव पुणी नीच जनि भ्रमण करिबो यदि से पुण्य कर्म करिबो तार कामना तार वासना अनुसार से कोड जीव स्वर्ग प्राप्त हबो पुणी आसे कोन कोडी बड़ा घर जन्म हबो नेता हबो कोडी माने कोन धनी घर जन्म खाई पी खाली काली से प्रभु आसले से भी खेचड़ दायित्व रोचंदी कहले मोर इच्छा थला मु खाली 11टा पर्यंत सोईक रही कहले मु बहुत पैसा कमई कहले पैसा बहुत कमई बहुत पैसा मो पाखर अच्छी किंतु मुझे इस्कन को पसंद थी भाविली मु खाली खाइबी 11टा पर्यंत सोईबी ये राति 4टा उठिक ये करवा एटा कहले मोर सौभाग्य जे प्रभुपाद सोसाइटी पशि मुझे मोर मो माइंड भी थिला मो खाइबार के बाधा सृष्टि करिवे ना मो सोइबार के बाधा सृष्टि करिवे बुझी आमर एडाला मेन कथा कौन भल खाइबा सोइबा यही दे तुमको खाली पैसा मिल जाता सुनु सुनु तुम्हें ड्यूटी करके जानते कहलो ए कौन खाई सोइल
या कति जा ता कते सुनो सी बिल हेनी सी लोक कते जाके लेके ठिया हो ताके गोड़ भांगे ठिया हो सी तार सीसी कैमरा देखे छकिबनी तमे एते कोन ये कोन एते बिल करो ताके दौड़ एते कथा काई करथान तुम मते खाली कहलो खाइबा को सुये के व्यवस्था कर देबा कर दिया जीवो सब सब जीव पाई किए काई टेंशन नब कहलो खासो भजन करियो भजन करियो भजन अपन खाइक मिलियला भजन खाइबो अच्छा बिलटा पास हे नि भगवान को डाकुचे प्रभु गोटे बिलटा हे जाओ पुआटा कथा मानुने बोली प्रभु को पुआटा किसी कथा मानु घरटा हेई पारुनी जगहटा किणा हेई पारुनी हेले किछि किछि समय भगवान को डाकुचे किंतु एटा जदि तुम सब मिली जीवो तुमर कोन दरकार अछि भगवान मान किछि नै लास्ट को कोन से दरकार अछि मोर कोन गला कि एबे एबेटा मध्य परिवर्तन हेले भगवान मते मोर सहायता करछन पुआटा यदि पाठ पढुनतला मनुष्य हेइछि बोली कि भगवान मते सहायता करछन यदि से सेही प्रकृति थांदा तुम भगवान को तुम के जानि थांदा मोर कोन दरकार बुझी अछि भगवान कहछन अज्ञान ज्ञान अज्ञान आवृत ज्ञान এই অজ্ঞানতা দ্বারা মু আত্মা পরমাত্মা মোর স্বরূপ পরমাত্মাঙ্কর সেবক এই যে জ্ঞানটা কোন হয়েছে ঘোড়ি হইকি রহি যাইছে আমার চেতনা আসুনি যে কোন মু পরমাত্মাঙ্কর কোন দাস বলি সেবক কোসনে যে অগ্নি কণারু অগ্নির কণিকা বাহারি আসিলে অন্ধকার দূর করি পারিব ନାହିଁ अग्नि कणिका अग्नि बाहरी आसला पर अंधकार दूर कर पारिबो नाही अग्नि रे थिबा समय रे अंधकार दूर हे पारिबो जदि आमे परमात्मा को छाड़ी आम निज चेष्टा रे बा निज इच्छा रे आमे ये कोन अज्ञानता को दूर कर पारिबा नाही कारण ये अंधकारटा बहुत बड़ आ कणिकाटा बहुत छोट सिथि भगवान कहउछथि जे जीव अज्ञान ज्ञानावृत तेन मुह्यंती जंतव जंतव माने इडी कहउछ जंतु माने जीवगण इडी पशु भलिया जो माने पशु भलिया जीवन यापन करछंती पशु प्रवृत्तिर जीवन यापन आहार निद्रा भय मैथुन व्यस्त परमात्मा कोन आत्मा ए संबंध जो माने ज्ञान नाही हे अर्जुन से मानक भीतर मु रहिले भी तांकर पाप पुण्यर मोर किछ आवश्यकता नाही आ मोर एतिक स्वाभाविक गुण कोन ना जदि जीव मोर शरण रे आसी जाउची तार अनंत कोटि जन्मर पाप को मु नष्ट कर देबी किंतु पाप को मु कोन ग्रहण कर परिबी नहीं आमे कोटि कोटि जन्मर पाप को भगवान नष्ट कर देबे किंतु आम पाप कर्म को से नहीं ग्रहण करि परिबे नहीं ग्रहण करिबे नहीं तो काहे कि भगवान नष्ट कर देबे एडा ना पितार स्वाभाविक गुण भगवान जेतु जीव को एते भल पाइछन्ती परमात्मा ताके सहित शामिल करिया पई जीवर अनेक 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 दोष कोन दोष को से कोन करछन्ती ना भूली जाई कि निजर कर नै जाउछन उदाहरण स्वरूप अजामिल अनेक पाप करथिले हां किंतु जब से कोन भगवान नाम करदेले अंतिम समय रे भगवान कोन कहले सब वेद वेदांत जहां पाप जोड लिखा आइछि चारि रा वेदर जोड पापर सब लिखा आइछि से पाप को से भूली गले से नामर कौन कले तार समस्त पाप नष्ट कर देले तो जीव कोटि कोटि जन्मर जो पाप कर खाली ए जन्मर नो हां अजामिल जतबेल आसीबे करा हेतला पुणी आसीबे सुनिबे भगवान विष्णु तो माने कहउछन देखो अजामिल यदि ए जन्मर पापटा नष्ट हे गेला सिना अजामिल कोटि कोटि जन्मर पाप कर्म भी अछि सी भी प्राश्चित हेइनी कहले कोटि कोटि जन्मर पाप कर्म हरि भजन करे नष्ट हे जीव सबु जन्मर पाप को अजामिल प्राश्चित हे खाली अंतिम समय रे भगवान तर नाम करतले नारायण अच्छा तुम्हें दिन को 25,000 नाम करछो काई तोर पाप नष्ट होनी हां अजामिल न तो गोटे थर करिले आमे तो दिन को 25,000 नाम करूछे ना किंतु अजामिल कोन करले जो माने विष्णुदूत जमदूत मान कथन को ध्यान से सुनिले आ परिवार प्रति आसक्ति हेले ना आ वेश्या प्रति आसक्ति हेले सेउटु सुनी कि संगे संगे परिवर्तन हो गेला मन सेउटु गले कोन
ଯାଇକି ହରିଦ୍ୱାରରେ ବସିକି ଭଗବାନଙ୍କ ନାମ ଭଜନ କଲେ। ଆଉ ବେଶ୍ୟା ପାଖକୁ ଗଲେ ନା ସେ ପୁତ୍ର ପାଖକୁ ଗଲେ ନା। ଆମର କଣ ସ୍ଥିତି ହଉଛି, ଆମେ ଶୁଣୁଛେ ଏଟା ଭଲ ଲାଗୁଛି ସବୁ କରୁଛୁ, ପୁଣି ପରିବାର ଏ କୁଟୁମ୍ବ ଆସକ୍ତି ଏତେ ଆମକୁ ହେଇଯାଇଛି ଯେ ଆମେ ସେଟାକୁ ଭୁଲି ଯାଉଛେ। ଅଜାମିଳ ଭୁଲି ନଥିଲେ, ଯୋଉ କୁଟୁମ୍ବ ପାଇଁ ସେ ନରକକୁ ଯିବା ପାଇଁ ଚାହୁଁଥିଲେ ବର୍ତ୍ତମାନ ସେଇ କଥାକୁ ସେ ମନେ ରଖିଲେ ଆଉ ତା ପ୍ରତି ଆସକ୍ତି ହେଲେ ନା। ଆମର ସ୍ଥିତି କଣ ହଉଛି, ଆମେ ଶୁଣୁଛେ କିନ୍ତୁ ଆମର ଆସକ୍ତିଟା ଦୂର ହଉନି। ଆସକ୍ତିଟା ଦୂର ହଉନି, ବାର ବାର କଣ ଆମେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ଘୁରି ବୁଲିବା। ଆଉ କଣ କରୁଛନ୍ତି, ଭଗବାନ କହୁଛନ୍ତି ଏଇ ଅଜ୍ଞାନତା ଦୃଷ୍ଟିରୁ ଜୀବର ଜ୍ଞାନ ପ୍ରାପ୍ତ ହେଇପାରୁନି। ଜ୍ଞାନ ପ୍ରାପ୍ତ ନ ହେଲା ପରେ ସେ କଣ କରୁଛନ୍ତି ନା ଜନ୍ମ ମୃତ୍ୟୁ ଚକ୍ରରେ ସେ କଣ ଘୁରି ଘୁରି ବୁଲୁଛି। ହେ ଅର୍ଜୁନ ଶୁଣ, ଯେତେବେଳେ ତୁମେ ଜାଣିଯିବ ଯେ ମୁଁ ହଉଛି କଣ, ମୋ ପାଖରେ ତୁମର ସମ୍ବଦ ଅଛି, ଏଇଟା ତୁମର ଜ୍ଞାନ, ମୁଁ ଆତ୍ମା, ତୁମେ ଆତ୍ମା, ମୁଁ ପରମାତ୍ମା, ଯେତେବେଳେ ଏ ସମ୍ବଦ ଆସିଯିବ ତୁମର କୁଟୁମ୍ବ ଆସକ୍ତି କଣ ଛାଁ ଛାଁ ନଷ୍ଟ ହେଇଯିବ। ଯୋଉ ଭାବୁଛ ଯୁଦ୍ଧ କରିବନି ତୋର ଭାଇ ବନ୍ଧୁ ତୋର କୁଟୁମ୍ବ, ତୁମେ ତାକୁ କଣ ଶରୀର ଦୃଷ୍ଟିରୁ ଦେଖୁଛ, ଆତ୍ମା ଦୃଷ୍ଟିରୁ ଦେଖିପାରୁନି। ତା ଆତ୍ମା ଦୃଷ୍ଟିରୁ ଦେଖିବ ସେତେବେଳେ କଣ ହବ ନା ମୁଁ ହଉଛି ପରମାତ୍ମା, ଏମାନଙ୍କର ଅଂଶ ସ୍ୱରୂପ। ଏ ଜୀବକୁ ବାର ବାର ଜନ୍ମ ମିଳିଛି, ପୁଣି ଆ ମୃତ୍ୟୁ ପରେ ବି ଜନ୍ମ ମିଳିବ। ଏ ଆତ୍ମାର କୋଟି କୋଟି ବାର ଭବିଷ୍ୟତରେ ଏବେ ଆଉ ଅତୀତରେ ସବୁ ହେଇଛି। ଭବିଷ୍ୟତରେ ହଜାର କୋଟି କୋଟି ଜନ୍ମ ମିଳିବ, ଅତୀତରେ କୋଟି କୋଟି ଜନ୍ମ ମିଳିଛି, ବର୍ତ୍ତମାନ ଜନ୍ମ ପାଇଛେ। ଏଇଟା ସବୁ ଆତ୍ମା ମଳ ମୂତ୍ର ଶରୀର ଆକୁ ମିଳିବ, ଆକୁ ଚିନ୍ତା କରିବା ଦରକାର ନାହିଁ। କାରଣ ଯେପର୍ଯ୍ୟନ୍ତ ମତେ ଭୁଲି ଯାଇଥିବ ଅଜ୍ଞାନତା ଦୃଷ୍ଟିରୁ, ଯେପର୍ଯ୍ୟନ୍ତ ଜ୍ଞାନ ପ୍ରାପ୍ତ ନ ହେଇଥିବ ସେ ପର୍ଯ୍ୟନ୍ତ ସେ ଜନ୍ମ ଚକ୍ରରେ ଘୁରି ଘୁରି ବୁଲିବ। ସେଥିପାଇଁ କହୁଛନ୍ତି ଦେଖ, ମୁଁ ଜୀବ ଭିତରେ ରହିଲେ ବି ମୁଁ କଣ ପାପ ଆଉ ପୁଣ୍ୟକୁ କଣ ଗ୍ରହଣ କରେ ନାହିଁ। ତାହେଲେ ଆମେ ଭାବୁଛେ ଭଗବାନ ଆମ ଭିତରେ ରହିଲେ, ଆମେ ଯୋଉ ପାପ କର୍ମ କରୁଛେ ଭଗବାନ ତାକୁ ଗ୍ରହଣ କଲେ, ଆମ ପାଇଁ ସେ ପାପୀ ହେଇଯିବେ। ଯେମିତି କିଛି ଲୋକ କହୁଛନ୍ତି ଯେ ଭଗବାନ ନରକକୁ ଗଲେ, ବୁଝି ହଉଛି, ଭଗବାନ କୃଷ୍ଣ ବି ନରକକୁ ଗଲେ। ଆଚ୍ଛା ତ କୋଉ ପୁରାଣରେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ଗୁରୁକୂଳରେ ଥିଲେ, ସନ୍ଦୀପନୀଙ୍କର ପୁତ୍ରକୁ ଆଣିବା ପାଇଁ ଗଲେ କୋଉଠି, ଯମରାଜ କତିକି ଗଲେ। ତ ସ୍କନ୍ଦ ପୁରାଣ ବର୍ଣ୍ଣନା କରାଯାଉଛନ୍ତି, ଯୋଉ ଧାମର ସବୁ ବର୍ଣ୍ଣନା କରାଯାଏ ଯେ ଭଗବାନ ଯୋଉ ଯିବା ପୂର୍ବରୁ ନରକକୁ ଯୋଉ ଶଙ୍ଖ ପଞ୍ଚଦିନ ଶଙ୍ଖ ଫୁଙ୍କିଲେ, ଯୋଉ ଶଙ୍ଖ ଫୁଙ୍କିଲେ ଏ ଶଙ୍ଖର ଶବ୍ଦରେ ଯେତେ ନର୍କ ଭୋଗ କରୁଥିବା ଜୀବ ସବୁ ବୈକୁଣ୍ଠ ପଳେଇଲେ, ସମସ୍ତ ଲୋକ ଉଦ୍ଧାର ହେଇଗଲେ। ଭଗବାନ ନର୍କର ଯନ୍ତ୍ରଣା ପାଇବା ପାଇଁ ଜାଣନ୍ତି ନାହିଁ। ଭଗବାନ ଯଦି ଶଙ୍ଖ ଫୁଙ୍କିଲେ ସେ ଶଙ୍ଖର ନାଦରେ ନର୍କରେ ଥିବା ଯେତେକ ଜୀବ ସବୁ ବୈକୁଣ୍ଠ ପଳେଇଲେ, ଶଙ୍ଖର ଶବ୍ଦ ଶୁଣିକି ନାଦରେ। ତ ଆମେ ଯୋଉ ଭାବୁଛେ ଏମାନେ କଣ ନାସ୍ତିକ, ଯୋଉମାନେ ଭଗବାନଙ୍କର ସତ୍ତା, ଭଗବାନଙ୍କର ମାନେ ରୂପ, ତାଙ୍କର ଯୋଉ ଗୁଣ ଗୁଡାକୁ ଏମାନେ ଅନୁଭବ କରିନାହାନ୍ତି, ସେମାନେ କେବେ ଏଟାକୁ ଗ୍ରହଣ କରିପାରିବେ ନାହିଁ। ସେ ତାଙ୍କର ବିଭିନ୍ନ ପ୍ରକାର, ସେ ତ ଭଗବାନ କୋଶ୍ଚିନ୍, ସେ ତ ଭଗବାନ, ସେ ତ କାହିଁକି ନରକକୁ ଗଲେ ମାନେ କଣ ଗୁରୁ ପୁତ୍ରକୁ ଆଣିବା ପାଇଁ। ଆରେ ଭଗବାନ ବିଧିଟା ତିଆରି କରିଛନ୍ତି, ବିଧିଟା କେମିତି ମାନିବେ ନା। ପ୍ରଧାନମନ୍ତ୍ରୀ ତିଆରି କରିଛନ୍ତି ନିୟମ, ପ୍ରଧାନମନ୍ତ୍ରୀ ନିୟମ ମାନିବେ ନା? ତାଙ୍କ ଗାଡି ହେଲା ରାସ୍ତାର ଡାହାଣ ପଟେ ଚାଲିବ। ଟ୍ରାଫିକ ସିଏ ତିଆରି କରିଛନ୍ତି ଶୃଙ୍ଖଳା ପାଇଁ। ତ ଶୃଙ୍ଖଳା ପାଇଁ ଆଗେ ଦେଖ, ଗୋଟେ ଯେତେବେଳେ ମୋଦିଜୀଙ୍କର ଦେଖଉଥିଲା ତାଙ୍କର ଯୋଉ ଟଙ୍କା ସବୁ ଚେଞ୍ଜ ହଉଥିଲା, ଟଙ୍କା ଚେଞ୍ଜ ହଉଥିଲା, ଟଙ୍କା ଯେତେବେଳେ ଚେଞ୍ଜ ହେଲା ତାଙ୍କର ମା ଧାଡିରେ ଠିଆ ହେଇଥିଲେ, ତାଙ୍କ ମା ଟଙ୍କା ଚେଞ୍ଜ କରିବା ପାଇଁ ଧାଡିରେ ଠିଆ ହଉଥିଲେ। ଆଚ୍ଛା ପ୍ରଧାନମନ୍ତ୍ରୀ ନିୟମ ତିଆରି କଲେ ବୋଲି କଣ କି ତାଙ୍କ ପରିବାର ମାନିବେ ନା? ତ ଭଗବାନ ସମସ୍ତଙ୍କୁ ଶକ୍ତିର ଅଧିକାର ଦେଇଛନ୍ତି, ପୁଣି ତାଙ୍କୁ କିନ୍ତୁ ଅସମ୍ମାନିତ କରିବେ। ପ୍ରଧାନମନ୍ତ୍ରୀ ରେଲୱେ ମନ୍ତ୍ରୀ ଅଧିକାର ଦେଇଛନ୍ତି, ତାମାନେ ରେଲୱେ ମନ୍ତ୍ରୀଙ୍କ ସିଗ୍ନେଚର ପ୍ରଧାନମନ୍ତ୍ରୀ ସିଗ୍ନେଚର କରିଦେବେ? ତ ଜୀବକୁ, ଦେବତା ମାନଙ୍କୁ ଭଗବାନ ଅଧିକାର ଦେଇଛନ୍ତି, ତାମାନେ ଭଗବାନଙ୍କ ଠାରୁ ଅଧିକାର ତାଙ୍କୁ ଅସମ୍ମାନିତ କରିବେ ନା? ଅସମ୍ମାନିତ କେମିତି କରିବେ? ସେ ମର୍ଯ୍ୟାଦା ପୁରୁଷ, ସେ ମର୍ଯ୍ୟାଦାକୁ ଲଙ୍ଘନ କରିପାରିବେନି, ସେ କିନ୍ତୁ ତାଙ୍କୁ ଅସମ୍ମାନିତ କରିବେ।
ତ ସେଥିପାଇଁ ଜୀବ ତାଙ୍କର ଗୁଣଟାକୁ ସେ ବୁଝି ପାରନ୍ତି ନାହିଁ। ଭଗବାନ ସେଥିପାଇଁ କହୁଛନ୍ତି ଦାନେ ନ ନଦତ୍ତେ କସ୍ୟଚିତ୍ ପାପ, ମୁଁ କେବଳ କାହାର ପାପ ନେଇ ନବ୍ୟ ସ୍ୱୀକୃତ ବିଭୁ, ମୁଁ କାହାର କଣ ସ୍ୱୀକୃତ ବା ପୁଣ୍ୟ ଫଳ ନବା ପାଇଁ ବି ମୋର କାହାର ପୁଣ୍ୟ ନିଏ ନା କି କାହାର ପାପ ବି ଗ୍ରହଣ କରେ ନା। ଏଇଟା ଇଏ ପାପ ପୁଣ୍ୟ ଯୋଉ ଜୀବ ଭାବୁଛି ଭଗବାନ ନେଇଯାଉଛନ୍ତି, ଅଜ୍ଞାନ ଆବୃତ ଜ୍ଞାନ, ମାନେ ଅଜ୍ଞାନତା ଦୃଷ୍ଟିରୁ ଭାବି ନେଇଛନ୍ତି କଣ ଏ ଭଗବାନ ସବୁ କରୁଛନ୍ତି ଆଉ ଯେମିତି କହିଲେ ସବୁ କରି କରାଇ ଥାଇବି, ତ କରି କରାଇ କଣ ଥାଉ କରି ସେ କରିକି ସବୁ କରଉଛନ୍ତି, ମୋ ବିନୁ ଅନ୍ୟ ଗତି ନାହିଁ। ଆରେ ତୁମେ ସବୁ ପାପ କର୍ମ କରିକି ମୋ ଶରଣ ଆସିଯାଅ, ଉଦ୍ଧାର ହେଇଯିବ, ମୋ ବିନୁ ଅନ୍ୟ ଗତି ନାହିଁ। ଆଜି ଯଦି ଭଗବାନ ଭିତରେ ଭଗବାନ କହୁଛନ୍ତି ମର୍ଡର କରେ, ଭଗବାନ କହୁଛନ୍ତି ଚୋରି କରେ, ଭଗବାନ ଏଇଟା ଖରାପ ଗୁଣ ରଖିଥିବେ ଭଗବାନ କରିବେ। ଭଗବାନ ବରଂ ସୂର୍ଯ୍ୟ ମଳରୁ ଜଳ ନେଇକି ବରଂ ଶୁଦ୍ଧ କରିଦେଇ, ସମୁଦ୍ରରୁ ଜଳ ନେଇକି ବରଂ ଶୁଦ୍ଧ କରିଦେଇ, କିନ୍ତୁ ସୂର୍ଯ୍ୟଙ୍କ ପାଖରୁ ଯୋଉ ଜଳ ଆସେ, ଆକାଶରୁ ଯୋଉ ଜଳ ଆସୁଛି ସେଟା କେମିତି କଣ କଣ ଦୂଷିତ ହେଇଯିବ? ମେଘ ଜଳ କେବେ ଦୂଷିତ ନୁହେଁ। ଏବେ ଦେଖ ଯୋଉ ଏପଟରେ ଦିଲ୍ଲୀ ପଟରେ ଯୋଉ ତାଙ୍କର ଯୋଉ ଛାତରୁ ପାଣି ଯାଇ କୂଅରେ ରହୁଛି, ଛାତର ପାଣି ଯୋଉ ଦେଖ ଆମେ ଯେତେବେଳେ ବିଲରେ କାମ ଯୋଉ ଧାନ ଚାଷ କରି ଯୋଉ ରୁଆ ପଡା ସମୟରେ ମାନେ ସାଙ୍ଗେ ସାଙ୍ଗେ ଏମିତି ଆଡେଇ ଦେବେ ପାଣିକି, ପାଣିକି ଆଡେଇ ଦେବେ ସେଇ ପିଇଦେବେ। ମୁଁ କେତେଥର ପିଇଛି, ମାନେ ଶୋଷ କରୁଥିବ ପାଣି ନଥିବ, ସେ ମାନେ ସ୍ୱଚ୍ଛ ପାଣି, ସେ ପାଣି ଟା ସ୍ୱଚ୍ଛ, ସାଙ୍ଗେ ସାଙ୍ଗେ ଆଡେଇ ଦବ ପାଣି ପିଇଦବ। ସେଇ ପାଣି ଯେତେବେଳେ କଣ ମାନେ ଭୂମିରେ ପଡିଗଲା, ଭୂମିର ଜୀବାଣୁ ତାକୁ ଦୂଷିତ କରିଦେବ। ତ ଆତ୍ମା ଟା କଣ ହଉଛି, ଆତ୍ମା ଦୂଷିତ ନୁହେଁ, ଆତ୍ମା ଶୁଦ୍ଧ। ଆତ୍ମା ଯେତେବେଳେ କଣ ଶର ଧାରଣ କଲା, ଶରୀର ଯୋଉ ଗୁଣ ଦ୍ୱାରା ପରିଚାଳିତ ହେଲା, ଆତ୍ମା କଣ କରୁଛି ମାନେ ଏଇ ଅଜ୍ଞାନତା ଦ୍ୱାରା ସେ ତାର ଜ୍ଞାନ ଟା ନଷ୍ଟ କରିଦଉଛି ଆଉ। ସେଥିପାଇଁ ଭଗବାନ କହୁଛନ୍ତି ହେ ଅର୍ଜୁନ ତୁମେ ଜ୍ଞାନୀ ମାନ ହୁଅ, ଜ୍ଞାନ ହେଲେ ଜାଣିପାରେ ବାସ୍ତବରେ ମୋର ସ୍ୱରୂପ କଣ, ତୁମର ସ୍ଥିତି କଣ, ଆମେ କେମିତି ଆତ୍ମା କେମିତି କଣ ସେ ପରମାତ୍ମା, ଆମର ଦାୟିତ୍ୱ କଣ ତାଙ୍କ ଉପରେ ଅଛି, ଏଇଟା ଆସିବ ନହେଲେ ଆସିବନି। ଜୟ ଜଗତଗୁରୁ ଶ୍ରୀଲ ପ୍ରଭୁପାଦ କି ଗୌର ପ୍ରେମାନନ୍ଦେ। କାହାର କଣ ପ୍ରଶ୍ନ ଅଛି? ପ୍ରଶ୍ନ କାହାର କଣ ଅଛି କି? ତାର କିଛି ନାହିଁ, ମତେ କେହି ପଚାରୁ ନାହାନ୍ତି। ଆମର ସେ ପ୍ରଭୁ ଆସନ୍ତି, ତାଙ୍କ ନାଁ କଣ? ଆର୍ୟା ପ୍ରଭୁ। ଆଇୟା ହଁ ନା ଆर्य? ଆର୍ୟା। ଆଚ୍ଛା ଆर्य प्रभु ହଁ, ହଁ। ଆଚ୍ଛା ଆର୍ଯ୍ୟ ପ୍ରଭୁ। ଆଉ କୋଉ ପ୍ରଶ୍ନ ଅଛି କୁହ? ସେ ମାଇକ ଲଗା ହେଇଥାଏ କିଛି କହେନି, ଏବେ ତ ମାଇକ ନାହିଁ, ଏବେ ଏଥିରେ କଣ ଯାହା ଯାହା ଅଛି ପଚାରିବ, କର ଡାଉଟ କ୍ଲିୟର କର। ହୁଁ ହୁଁ ଦେଖ ସେଇଟା ହଉଛି ତୁମେ ଜଣେ ଭାରତର ନାଗରିକ, ଭାରତର 100 କୋଟି ଲୋକ ଅଛନ୍ତି, ପ୍ରଧାନମନ୍ତ୍ରୀ ହଉଛନ୍ତି କଣ 140 କୋଟି ଲୋକରେ ଗୋଟିଏ ଲୋକ। ତାର ଗୋଟା ତାଙ୍କର ଯୋଉଟା ଆମେ ଯଦି କହୁଛେ ଗଣତନ୍ତ୍ରଟା ଅଧିକାର ଅଛି ନା, ଗଣତନ୍ତ୍ର ଯୋଉ ଅଧିକାର ଜୀବର ଅଧିକାର ଟା ଦିଆହେଇଛି, କଣ ହଉଛି ନା ଜୀବକୁ
कौन करिवो कौन न करिवो ये चेतना ये विवेक तार दिया है से चिंता करिया दरकार करि परियो तो सेथिପାଇଁ ताकू अणु स्वाधीन दिया जायछि से अणु स्वाधीन रे निजको विभु बोली की ज्ञान करूछि बुझियोछि माने तुम जे ଆମେ କହିବା ଯେ अंबानी कंपनी बहुत धनी किंतु से बहुत धनी माने कोन से कोन भारत समस्त पोषुଛନ୍ତି कि तांको परिवार को पोषिक से कोटी 1000 कोटी कि 5000 कोटी टंकार संपत्तिर मालिक होइछन कि कोन माने 100 कोटी टंकार मालिक माने 10,000 कोन 100,000 कोटी टंकार मालिक हेई पारନ୍ତି चिंता कल ता घरे थिबा पिंपुडी से खाइ देई परछନ୍ତି आ फुर्सी कि धनी हेले प्रभुपाद कहले जे जे धनी से धन चिंता करिवना से तो धनी से के धन चिंता करिवो तो सी वर्तमान भिखारी सहित समान गोटे रिक्शा वाला धन 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 होउची ये अंबानी कंपनी धन धन होउची आ से कोन गोटे भिखारी सहित समान ना ये स्टैंडर्ड भी ये स्टैंडर्ड भिखारी भगवान सेति पे अणु अधिकार देछिन जीव को जीव उद्धार होई परिबो पुणी ए जगत रे भ्रमण करि परिबो देखो तुम्हें गोटे तार आउरी माने बुझिया पे हेले तुमर पुओ को तुम पाठ पढौछ तू पाठ पढौछ पाठ पढिबा माने ता खाइबा माने स्कूल पैसा दबा तार टिफिन करि दबा सब व्यवस्था करूछ सब किंतु पाठ पढिबा दायित्व तार ता जे ग्रहण करि पारिनो काई तुम एटा काई देछि ताकू तुम पढि दो ना पढिबा ताकू बस जेते आत्मार अधिकारटा दिया जायछि भगवान विभूत सी उद्धार हवा भी फैसिलिटी अच्छी बांधिया भी रखा है तुम जहाँ ही पार तुम चिंता कर तुम जो विवेक अच्छी बिनु साधु संग विवेक न हाँ रामायण कहले आमर विवेक अच्छी आमर बुद्धि अच्छी आमे केमती कौन उद्धार बा आमे कौन ठीक कौन भूल कौन कल दुख पाइबा कौन कल दुख पाइबान ये चिंता कर क्षमता आमर अच्छी आमे चिंता करिया आमे न चिंता करिया आमे दुख पाइबा आमे पशु पक्षी भाया बंचिबा सेमती बंचिबा ये अधिकारटा भगवान जीवକୁ ଦେଇଛନ୍ତି ତୁମେ ପିଲାର ସବୁ ଦାୟିତ୍ୱ ନେଇଥାଅ କିନ୍ତୁ ପାଠ ପଢିବାର ଦାୟିତ୍ୱ ଅଧିକାରଟା ତାକୁ ତୁମେ ଦେଇଛ ବାପା ତୁ ଏଟା ପଢେ ମନେ ରଖେ ପରୀକ୍ଷାରେ ଏଟା ପଢିବ ତାର ନ ପଢିବ ପୁଣି ମଦ ଖାଇବ ତୁମେ କଣ କରିବ ତୁମେ ସିନା ପଇସାଟା ସ୍କୁଲ ପଇସାଟା ଦେଇଦେଲ ତା ଖାଇବା ପିଇବା ଦେଇଦେଲ ଆଉ ପାଠ ପଢି ତା ଖାତାରେ କଣ ତମେ ଲେଖିବ ବୁଝିପାରୁଛ ସେଇଭଳିଆ ଜୀବକୁ ଭଗବାନ ଅଧିକାରଟା ଦେଇଛନ୍ତି ସେ ଅଧିକାରଟାକୁ ଯେତେ ରଫ ୟୁଜ କରିବ ସେ କଷ୍ଟ ପାଇବ ଯେ ଠିକ ଭାବେ ୟୁଜ କଲା ସେ ସୁଖ ପାଇବ हरे कृष्ण गुरुजी अर्पण गुरुजी एठी जो भगवान कहते कि से कार पाप कर्मर कि पुण्य कर्मर फल ग्रहण करती नहीं जीव जो अकर्म करुच्ची कौन भगवान ग्रहण करती हाँ से अकर्म करुच्ची सी कौन कर सी तार गुण रु मुक्त हो गला गुण रु मुक्त हो गला से निर्गुण स्थित पहुंची कौन कौन जो गुण भीतर रही सी मो पाखक आसपारे ना निर्गुण अवस्था गले से भगवान बुद्धि पड़े कारण स्थितिटा गोलक धाम जावाई फिक्स हो गला ताकू से अकर्म अनासक्त भाव अकर्म रही से कृष्ण प्राप्त हो पारे तार कर्मफल भगवान नहीं जी तो कर्मफल ना से भगवान से लीन भगवान पाखर रही गोलक तुम्हें मन कर विदेश जीव विदेश जावाई तुम ठीक से पासपोर्ट है तो विदेश तुमको भारत सरकार केमी छाड़ तुम माने वीजा फिक्स हो गला तुम विदेश जीव तुम वीजा ठीक तुम कौन पासपोर्ट ठीक अच्छी तुम बापा ना ठीक अच्छी तुम जाति गोत्र तो ठीक अच्छी आ तुम भारत सरकार अनुमति दे दे फल तुम्हें गोलक धाम जावाई तुम वीजा हो गला निर्गुण निर्गुण स्थिति आसिले ऑटोमेटिक तुम से पलि जाओ स्वाभाविक भाव से जगह स्थान में पहुंच अकर्म स्थिति भगवान निग्रहण करेंगे कर्मफल
हाँ 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 बास ଏଇଟା ହଉଛି କଥା ସେଥିପାଇଁ କୃଷ୍ଣ ବହିର୍ମୁଖ ଜୀବ ପାଏ ନାନା ଦୁଃଖ ଆମେ ନିଜ ଭିତରେ ସ୍ୱାଧୀନତା ବୋଲି ଜ୍ଞାନ କରି ନେଇଗଲେ ଆମେ ଦୁଃଖ ପାଇଲେ ଆଉ ମାନେ ଆମେ ଅଜ୍ଞାନତାରେ ରହିଗଲେ ଆଉ ଠିକ ଅଛି हरे कृष्ण प्रभु जी दंडवत प्रणाम। କି ବସନ୍ତ ପ୍ରଭୁ କି ଜୟ କୁହ प्रभु जी ଆପଣ ଯୋଉ କହିଲେ କି ଜୀବ ଯାହା ଖୋଜେ ତାହା ପାଏ। ଜୀବ କେତେ ତ ସକାଳୁ ସକାଳୁ ତ ଜପ କରିବା ପାଇଁ ଇଏ କରିବା ପାଇଁ ତାହା ମିଳୁଛି। ଜୀବକୁ ପୁଣି ଦୁଃଖ କାହିଁ ମିଳୁଛି? ସେ ତ ଦୁଃଖ କେବେ ଚିନ୍ତା କରେନି ପ୍ରଭୁ। ହଁ ଏଇଟା ଦୁଃଖ କଣ ହେଇଛି କଣ ପ୍ରଶ୍ନ ଆଉ ଥରେ ପଚାର ତମେ ଆପଣ କେତେବେଳେ ଯୋଉ କ୍ଲାସ ଆସିଲ ଆଜ୍ଞା କ୍ଲାସ ରେ କେତେବେଳେ ଜଏନ କଲ ମୁଁ ଜଏନ ଥିଲି ପ୍ରଭୁ ହସ୍ପିଟାଲରେ ଟିକେ ଅଛି ତ ସେଥିପାଇଁ ଭିଡିଓ ବନ୍ଦ ଥିଲା। ଆରମ୍ଭରୁ କରିଥିଲ ଜଏନ ହଁ ଆଜି 5 ମିନିଟ ଲେଟ ରେ କରିଥିଲି। ଆଚ୍ଛା ହସ୍ପିଟାଲ କଣ ହେଇଛି କାହାର ସେ ପ୍ରଭୁଙ୍କର ପୁଅ ଜଣଙ୍କୁ କାଲି ଜର ହେଇଥିଲା ଯେ ରାତି 1 ସାଢେ 1 ଅଛି ଆଡମିସନ ହେଇଛି। ଆଚ୍ଛା ହଁ କଣ କହୁଛ ପ୍ରଶ୍ନ ଆପଣ ଯୋଉ କହିଲେ କି ଜୀବ ଯାହା ଖୋଜେ ତାହା ପାଏ। ହୁଁ କିନ୍ତୁ ଜୀବ ତ ଖୋଜୁଛି ସକାଳୁ ତାର ଜପ କରୁଛୁ କି ଆମେ ସେଇଟାକୁ ଖୋଜୁ ପାଉଛୁ କିନ୍ତୁ ଜୀବ ତ କେବେ ଦୁଃଖ ଚିନ୍ତା କରେ ନା। ହୁଁ ଦୁଃଖ କେମିତି କଣ ଆସୁଛି? ଦୁଃଖ କେମିତି ଆସିବ ତମେ ଶୁଣିଲେ ନା ତୁମର କଣ ତୁମେ ଯଦି ଜପ କରୁଛ ଜପ ପାଇଗଲ ତମେ ଏଠି ରହିବାକୁ ଭାବୁଛ ଯାହା ଯାହା ନ ମିଳିଲେ ଦୁଃଖ ପାଉଛ ନା ଆଜ୍ଞା ଦୁଃଖ ଟା କେମିତି ତୁମର କହିଲ କଣ କଣ ଦୁଃଖ ପାଉଛ ଶୁଣେ ଧର ଏଇ ଆଜି କାଲି ଧର ଯୋଉ ଧର ସେ ପ୍ରଭୁଙ୍କର ପୁଅକୁ ଜର ହେଲା ସେ ତ କେବେ ଚାହିଁ ନଥିଲେ କି ପୁଅକୁ ଜର ହଉ ହଁ ରାତିରେ ଆସି ହଇରାଣ ହଉ ରାତିରେ ହସ୍ପିଟାଲ ଆସି ଆଡମିସନ କରନ୍ତୁ। ଯଦି ତମେ ଆତ୍ମା ସ୍ଥିତିକି ଯିବ ତୁମେ ଜପ କରୁଥିବ ଜର ହେଲା ଆଉ ଭଗବାନଙ୍କ ଇଚ୍ଛା ହେଇଛି ଜର ହେଲା ଦୁଃଖ କରିବାର କଣ ଅଛି ଏଟା ପାଣ୍ଡବ କଷ୍ଟ ମିଳୁଛି। ଏ କଷ୍ଟ କଣ ତୁମେ ଶରୀର ଚେତନାରେ ଅଛ ଆଉ କଷ୍ଟ ଶରୀର ଚେତନା ରହିଲେ କଷ୍ଟ ପାଇବ ପାଣ୍ଡବ ମାନେ ଜଙ୍ଗଲ ଥିଲେ କେବେ କହୁଥିଲେ ମୁଁ କଷ୍ଟରେ ଅଛି ହେଲେ ତ ଆମର ଭକ୍ତି ସାଧନ ଠିକ ନାହିଁ ଆଚ୍ଛା ଯେତେବେଳେ ପିତାମହ ଭୀଷ୍ମ ସରସଜ୍ଜାରେ ଶୋଇଥିଲେ କହୁଥିଲେ ମୁଁ କଷ୍ଟରେ ଅଛି ସୁଦାମାଙ୍କ ଘରେ ଖାଇବାକୁ ନଥିଲା କହୁଥିଲେ ମୁଁ କଷ୍ଟରେ ଅଛି ସୂର୍ଯ୍ୟଙ୍କ ପାଖରେ ଯିଏ ରହିବ ଅନ୍ଧକାର କେମିତି କଣ ତାକୁ ଆସିବ ଆମେ ଅଜ୍ଞାନତାରେ ଅଛୁ ବୋଲି ଆମେ ଭାବୁଛୁ କଷ୍ଟ କଣ କଷ୍ଟଟା କଣ ତମେ ଏଠି ଭାବୁଛ କି ରହିବ କି ମୁଁ 1000 ବର୍ଷ ଆଉ ନାଇଁ କଷ୍ଟ ନୁହଁ ଏଇଟା ଦୁଃଖାଳୟ ଏଇଟା ସାଇନ ବୋର୍ଡ ମରା ହେଇଛି ଦୁଃଖ ଏଟା ନ ଚାହିଁଲେ ଦୁଃଖ ଆସିବ ତୁମେ ସୁଖର ବୋର୍ଡ ମାରିବା ପାଇଁ ଚାହୁଁଛ ବୋଲି କି ତୁମେ କଷ୍ଟ ପାଉଛ ତୁମର ଚିନ୍ତା ଅଛି ମୁଁ ଏଠି ସୁଖରେ ରହିବି କାରଣ ତୁମେ ଭଗବାନଙ୍କୁ ବୋର୍ଡକୁ ଉଠେଇବାକୁ ଚାହୁଁଛ ଆଜ୍ଞା ବୁଝି ହଉଛି ତମର ଜରି ମୂଳରୁ ମହାଶୟ ବୟସ ବାହାରୁଛି ଯିବ କୋଉଠି କଲିକତା ତାର ପରମିଟ ମିଳିଛି ନା ଆଜ୍ଞା ତମେ ପରମିଟ ଟାକୁ ଚେଞ୍ଜ କରିଦେଇକି ଲେଖିଦେଇକି ଆଣିକି କଣ କହୁଛ କହିବ ଏଟା ଜରିମୂଳରୁ ନ ଯାଇକି ଗୁପ୍ତି ରୁଟରେ ଯିବ ଗୁପ୍ତି ରୁଟରେ ପରମିଟ କରିଛି ସେ ଛାଡିବ ତୁମକୁ ନାଇଁ ଛାଡିବନି। ଆଉ ତୁମେ ଦୁଃଖ ଦୁଃଖ କରିଛ ଦୋଷ ଦୁଃଖ ପାଇବାକୁ ଆସିଛ ପୁଣି କହୁଛ ମୁଁ କାହିଁ ଦୁଃଖ ପାଉଛି ତ ଏମିତି କର୍ମ କର ଆଉ ଦୁଃଖ ଏଠିକି ଆସିବାର ନାହିଁ ଦୁଃଖ ପାଇବାର ନାହିଁ ଦୁଃଖଟା କଣଟା ଦୁଃଖ କହିଲେ ମୁଁ ଶୁଣେ ଏଇଟା ଆମର ତ କହିବାର ନାହିଁ ନା କଣ କୈଳାସ ପ୍ରଭୁ ଏଠି ତ ଆମର ରହିବାର ନାହିଁ ଏ ଦୁଃଖ କଣ ଆଁ ଆମେ ରହିବାକୁ ଚାହୁଁଛେ ମୋର ସ୍ତ୍ରୀ ମୋ ବାପା ବୋଉ ମୁଁ ଭଲ ଏଠି ଭାବୁଛେ ଆମେ ସଙ୍ଗୀତା ଦୁଃଖ ସାହୁ ପାଉଛେ। ଆମେ କୃଷ୍ଣ ଭଜନ କରିବା ଚାଲିବା ପୁଅ ତାର କର୍ମ ଫଳ ନେଇଛି ସେ ଭୋଗିବ ଝିଅ ତାର କର୍ମ ଫଳ ନେଇଛି ସେ ଭୋଗିବ ସ୍ତ୍ରୀ ତାର କର୍ମ ଫଳ ନେଇଛି ସେ ତାର ଭୋଗିବ ମୁଁ କଣ କରିବି ଆଁ ଆଚ୍ଛା ତମ ଯୋଉ ପୁଅର ଜର ହେଲା ବସନ୍ତ ବାବୁ ଆଡକୁ ଅନାଅ ପୁଅ କଣ ହରେ ମତେ କୃଷ୍ଣ ମତେ କହିଥିଲା ମେଡିକାଲ ନେଇଯା ଯେତେ କାନ୍ଦିଲା ଯେତେବେଳେ କଷ୍ଟ ହେଲା ପୀଡା ହେଲା ତାକୁ ନବାକୁ ବାଧ୍ୟ ହେଲେ ସିଏ କାନ୍ଦିଲା ତମର କଣ ହେଲା କହିଲ ବୋଧେ ହେଲେ କାନ୍ଦିଲା ସମ୍ଭାଳି ପାରିଲ ନା ତମେ ଯେତେବେଳେ ଗଲ ସେଠି ଦୁଃଖ ପାଇଁ କହୁଛ ପୁଅ ତ ନେଇଯାଇଛି ସେ ମେଡିକାଲ ଅଛି ଟ୍ରିଟମେଣ୍ଟ ଅଛି ପୁଣି ତମେ କାଇଁ କାନ୍ଦୁଛ ମୁଁ ଦୁଃଖ ପାଉଛି ରାତି ସାରା ଶୋଇନି ଆଁ ଆମେ କଷ୍ଟ ପାଉନୁ ପ୍ରଭୁ ତା ପାଇଁ ସେଇଟା ତମ କର୍ମଟା ଅଛି
ଆଜ୍ଞା ଆଉ ତମର ଯୋଉ ଆସକ୍ତି ଅଛି ତା ପ୍ରତି ତାକୁ ଧରିଲେ ଚଲା। କାହିଁ ଆଉ କିଏ ଆଇଲେ ନା? ତମେ କାହିଁ ଆଇଲ? ହଁ ଯେ- ଯେହେତୁ ବୈଷ୍ଣବରେ ଗଣେଶ ନା ତାଙ୍କ ସାଙ୍ଗରେ ଯେତେବେଳେ ଫୋନ କରୁଛି ନା ଆସିବା ପାଇଁ ବାଧ୍ୟ। ଯେତେବେଳେ ଆସିଲ ହେଲେ ତମେ ତାକୁ କହିବ ମୁଁ କାଇଁ ତୁମେ ତ ଆସିଲେ ପୁଣି ଦୁଃଖ ପାଉଛ କାହିଁ ଯାଉଥିଲ ତମେ କହିଥିଲା କି ଯିବାକୁ? ତମେ ଯାଇଛ ମାନେ ଦୁଃଖ ପାଇବ। ସେ ନାଇଁ ମେଡିକାଲ ନାଇଁ ମାନେ ସେଇ କଥା ସେ ମାତାଜୀ ଶୁଣୁଥିଲେ ତ, ମାତାଜୀ କହିଲେ ପ୍ରଭୁ ଯୋଉ ଏଇଟା ସତ କହିଲେ। ସେଇଟା କିଛି ନାହିଁ। ଯେହେତୁ ଆମେ ପୁଅର କର୍ମଫଳ ଅଲଗା ଅଛି, ମୋର କର୍ମଫଳ ସମସ୍ତଙ୍କ କର୍ମଫଳ ଅଲଗା ଅଲଗା ଅଛି। ତ ସିଏ ତାକୁ ଭୋଗ କରିବାକୁ ପଡିବ। ସେଇ ସମୟରେ ସିଏ ପୁଅ ଦ୍ଵାରା ଦୁଃଖ ଟା ପୁଅର ନୁହଁ, ଆମ ଦୁଃଖ ଟା ପୁଅ ନେଇକି ଆସେ। ଆଜ୍ଞା ମୁଁ ଆମେ ସେଇ ଦୁଃଖ କଥା ମୁଁ ସେଇ କଥା କହିଲି। ମୁଁ କହିଲି ଆମର ଯୋଉ ଦୁଃଖ ଯୋଉ ପ୍ରାରବ୍ଧ ଅଛି ସେଇଟା ଭୋଗ କରିବା ପାଇଁ ଆମେ ଏଠିକି ଆସିଛେ। ଆଉ ଆମେ ସେଠି ଆଉ ଚିନ୍ତା କରିବାର କଣ ଅଛି? ଯେହେତୁ ଆମର ତା ପ୍ରତି ଆସକ୍ତି ଅଛି ସେଥିପାଇଁ ଆମେ କଷ୍ଟ ପାଉଛେ। ଏଠି ତୁମର କିଛି ନାହିଁ। ଖାଲି କଷ୍ଟଟା ଆମେ ଗୁଣ ଦ୍ଵାରା ଶରୀର ଚେତନା ଦେଇକି ଭୋଗ କରୁଛେ। ଆଜ୍ଞା ଠିକ ଅଛି। ଥ୍ୟାଙ୍କ ୟୁ ପ୍ରଭୁ। ହରେ କୃଷ୍ଣ ଧନ୍ୟବାଦ। ଧନ୍ୟବାଦ। ଓ ପ୍ରଭୁଙ୍କ ନାଁ ହଉଛି ଆଚାର୍ଯ୍ୟ ତ? ଆର୍ଯ୍ୟ ଆର୍ଯ୍ୟ। ଆର୍ଯ୍ୟ ପ୍ରଭୁ। ଆଚ୍ଛା ଠିକ ଅଛି। ଦୀକ୍ଷା ନା ଆର୍ଯ୍ୟ? ନାଇଁ ଦୀକ୍ଷା ନେଇନାହାନ୍ତି। ଆଚ୍ଛା ଆଚ୍ଛା ଠିକ ଅଛି। ଭଗବାନ କୃପା କରନ୍ତୁ। ସେମିତି ଖାଲି କଥା ଶୁଣ, ଜପ କର, ପ୍ରଭୁପାଦଙ୍କ ନିୟମ ମାନ, ପ୍ରଭୁପାଦଙ୍କ ଗ୍ରନ୍ଥ ପଢ, ଜୀବନରେ ସବୁ ସଫଳତା ହେଇପାରିବ। हरे कृष्ण प्रभु जी। ସୁପ୍ରିୟା प्रभु जी ମାତାଜୀ। जो प्रभु जी मु कहଥିଲି कि माने जा होଉଛି ସବୁ କୃଷ୍ଣଙ୍କ ଇଚ୍ଛାରେ ହଉଛି କି ସୁଖ ପାଇବ ଦୁଃଖ ପାଇବ। ଆମେ ଖାଲି ଅଯଥା ମୁଣ୍ଡ ପୁରଉଛ କି ହଁ ମୋ ଛୁଆ ଭଲ ରହିବ କି ସେ ପ୍ରଭୁଙ୍କ ଇଚ୍ଛାରେ ହିଁ ଚାଲିଛି। ଆମେ ଖାଲି ବ୍ୟର୍ଥରେ ଖାଲି ଟେନସନ ନଉଛେ। ନା ତ କି ଆମର ତ କିଛି ସ୍ୱରୂପ ନାହିଁ ନା। ନା ଆମେ ଯଦି ଚାହିଁବା ତାଙ୍କୁ ଚେଞ୍ଜ କରିପାରିବା? ଚେଞ୍ଜ କରିପାରିବା ନା। ତାହେଲେ ଭଗବାନଙ୍କ ଇଚ୍ଛା ନୁହେଁ କି ଦୁଃଖ ପାଇବେ। ଜୀବ ତାର କର୍ମଫଳ ଦୈବ ନେତ୍ର ଦ୍ଵାରା ଆମେ ତମ ଛୁଆଟା ଜନ୍ମ ତ ଦଣ୍ଡିତ ହେଇଗଲା। ତ ତମେ ଚାହୁଁଥିଲ ମୋ ଛୁଆଟା ଦଣ୍ଡିତ ହେଇଯାଉ ମେଡିକାଲ ରହୁ। ତ ନା ତାର କର୍ମଫଳ ଅଛି ନା। ସେ କର୍ମଫଳ ନେଇକି ଆସ ସେ ଭୋଗ କରିବ, ତା ଦ୍ୱାରା ତମେ ଦୁଃଖ ପାଇବ। ବୁଝି ହଉଛି କାହା ଦ୍ୱାରା ସେ ପୁଅ ପାଇଁ ହେଲା, ସେ କାହିଁ ଆଉ କୋଉ ଜନ୍ମ ନା କିଏ କାହାର ପିତା ହବ, କିଏ କାହାର ମାତା ହବ, କିଏ କାହା କୁଳରେ ଆସିବ, କିଏ କେତେ ପରସେଣ୍ଟ ଦୁଃଖ ପାଇବ, ଏଟା ସବୁ ଫିକ୍ସ। ଖାଲି ଆମ ଆମେ ଖାଲି ପରିଚାଳିତ ପ୍ରଭୁ जी। ହଁ ବାସ୍ ଠିକ ଅଛି। ଆଜ୍ଞା ଆଜ୍ଞା। जय गौर प्रेमानंद श्रील प्रभुपाद। प्रभु जी की जय। हरे कृष्ण। प्रभु तो बहुत सुंदर भाव क्वेश्चन आंसर मध्य देले। जे अर्जुन क्वेश्चन था जे यदि आपण समस्त हृदय परमात्मा रूप में अच्छा पाप आ पुण्य